କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀ ଜଗନ୍ନାଥ। ମୁଁ ତୁଳିକା ମୋର ସମସ୍ତ ଶ୍ରୋତାବନ୍ଧୁଗଣଙ୍କୁ ସାଦର ପ୍ରଣାମ ଜଣାଉଛି। ଆଚ୍ଛା, ଜଗନ୍ନାଥ କହିଲେ ଆପଣ କ'ଣ ବୁଝିବେ? ଜଣେ ସାଧାରଣ ବ୍ୟକ୍ତିଙ୍କୁ ଏହି ପ୍ରଶ୍ନ କଲେ ସେ କହିବ, ନୀଳାଦ୍ରି ରତ୍ନ ସିଂହାସନରେ ବସିଥିବା କଳା ମଚମଚ ମୁହଁରେ ଚକାଚକା ଆଖି ଯୋଡ଼ିଏ, ଆଉ ଗୋଟିଏ ଅଧାଗଢ଼ା କାଠ କଣ୍ଢେଇ ପରି ଶରୀରଟାଏ। ସେ ରୂପ ନା ମଣିଷ ଭଳି, ନା ପଶୁ, ନା ପକ୍ଷୀ, ନା ସରୀସୃପ, ନା 1,84,000 ଯୋନିରେ ଥିବା କୌଣସି ରୂପ ସହ ତାଳ ଖାଇବ। ସେ ପୁଣି ନାମ ବୋଲାଉଛନ୍ତି ଜଗନ୍ନାଥ। ସେହି ଅସମ୍ପୂର୍ଣ୍ଣ ରୂପକୁ ଦେଖିବା ଲାଗି ବଡ଼ ଦେଉଳରେ ନିତି ଭକତଙ୍କ ଭିଡ଼। କିଏ ବଡ଼ ଦେଉଳ ଖୁସି ମନରେ ଯାଉଛି ତ ସେ ରୂପକୁ ଦେଖି କାନ୍ଦି ପକାଉଛି। କିଏ ବାଉଳା ହୋଇ ସେ ଅଧାଗଢ଼ା କଣ୍ଢେଇ ରୂପକୁ କୁଣ୍ଢାଇବ ବୋଲି ବେଗି ବେଗି ହୋଇ ଯାଉଛି। କିଏ ମନରେ କେତେ କ'ଣ ମାଗିବ ବୋଲି ଯାଇ ସେଇ ଢିମା ଢିମା ଚକା ଆଖି ଦେଖି ସବୁ ଭୁଲି ବସୁଛି। କାହା ମନ ସେ ରୂପକୁ ଦେଖି ନାଚି ଉଠୁଛି ତ କିଏ ଅବାକ୍ ହୋଇ ଚାହିଁ ବସିଛି ସେ ରୂପକୁ। ସେ କାଠ କଣ୍ଢେଇକୁ ଦାରୁବ୍ରହ୍ମ କହି ତା ପାଇଁ ଦୁନିଆ ସେବାୟତ ଖଞ୍ଜା। ସିଂହାରୀ କେତେ କେତେ ସୁଗନ୍ଧିତ କୋମଳ ପୁଷ୍ପରେ ସେ ଅଧାଗଢ଼ା କାଠର ମୂର୍ତ୍ତିଟାକୁ ସଜାଉଛନ୍ତି ତ ପୂଜା ପଣ୍ଡା 60 ପଉଟି ଭୋଗ ବିଭିନ୍ନ ଉପଚାରରେ କାଠ କଣ୍ଢେଇ ପାଖରେ ଲାଗି କରାଉଛନ୍ତି। କିଏ ଆଲଟ ଧରି ବିଞ୍ଚି ପକାଉଛି ତ କିଏ ଚନ୍ଦନ ଘୋରି ବୋଳି ପକାଉଛି। ଏପରି କେତେ ଯେ ସେବା ସେ କାଠର କଣ୍ଢେଇ ପାଖରେ ହେଉଛି ତାର ଧାରଣା ନାହିଁ। ଯାହା ହେଲେ ମନକୁ ତ ପ୍ରଶ୍ନ ଆସିବ ନା, ଇଏ କ'ଣ ସତରେ ଭଗବାନ? ପୁଣି ଭଗବାନ କାହାକୁ କହିବ? ଆମ ସନାତନ ଧର୍ମରେ କାହିଁ କେତେ ଯାଇ ଶାସ୍ତ୍ରରେ କୁହେ 33 କୋଟି ଦେବୀ ଦେବତା ଅଛନ୍ତି, ପୁଣି ଯିଏ ଯାହାକୁ ଇଷ୍ଟ ଆସନରେ ପୂଜିଲା ସେ ତାକୁ ଭଗବାନ ଆଖ୍ୟା ଦେଲା। ତ ଇଏ ଯେଉଁ କଳା କୁଟୁକୁଟୁ ଅଧାଗଢ଼ା ଶରୀରରେ ଢିମା ଢିମା ଚକା ଆଖି, ତା ସହ ପୁଣି ଆଉ ଯୋଡ଼ିଏ ମୂର୍ତ୍ତି ଥୁଆ ହୋଇଛି, ତା ଭିତରୁ ଜଣଙ୍କର ରଙ୍ଗ ଧଳା ଆଉ ଜଣଙ୍କର ହଳଦୀ, ଏମାନେ କାଳେ ଭାଇ ଭଉଣୀ। ପୁଣି ପ୍ରଶ୍ନ ଆସେ, ଇଏ ଯଦି ଭାଇ ଭଉଣୀ ତାହେଲେ ଏମାନେ କେଉଁଠୁ ଆସିଲେ, ତାଙ୍କର ପରିଚୟ କ'ଣ? ପୁଣି ଶାସ୍ତ୍ର ଅଣ୍ଡାଳିଲେ ଜଣାପଡ଼େ ଯେ ଇଏ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଆଉ ସେ ଖମ୍ବ ଭଳି ଆକାର ସୁଦର୍ଶନ। ଆରେରେ, ଇଏ ତ ଦ୍ୱାପର ଯୁଗର କୃଷ୍ଣ, ବଳରାମ, ସୁଭଦ୍ରା ତ ଆଉ ନା ନା ରହିଯାଅ ଟିକେ, ଦ୍ୱାପର ଯୁଗର କୃଷ୍ଣ ତ କଳା କଳେବର ଶରୀର, କିନ୍ତୁ ଇଏ ଅଧାଗଢ଼ା ଜଗନ୍ନାଥ ଯାହାକୁ କହୁଛନ୍ତି ଲୋକେ, ତାର ଖାଲି ମୁଖଟା କଳା, ବାକି ଯାହା କଳେବର ରହିଲା ସେ ତ ଚନ୍ଦନ ଭଳି ଧଳା। ତାହେଲେ ଇଏ କ'ଣ ସେହି କୃଷ୍ଣ? ପୁଣି ପ୍ରଶ୍ନ ପରେ ପ୍ରଶ୍ନ। କିଏ କହେ, ନା ନା ଇଏ ମାୟାପତି ନାରାୟଣ। କିନ୍ତୁ ମାୟାପତି ନାରାୟଣ ଭୈରବୀ ଚକ୍ର ଉପରେ ବସିବେ କ'ଣ ପାଇଁ? ସେ ତ ବିଷ୍ଣୁ ଯନ୍ତ୍ରରେ ରହିବା କଥା। ପୁଣି କିଏ କହେ ଇଏ ପରମ ପୁରୁଷ ଭଗବାନ। ତ ପରମ ପୁରୁଷ କ'ଣ ଶାଢ଼ୀ ପିନ୍ଧନ୍ତି? କ'ଣ ପୁରୁଷ ନାକଫୁଲ ପିନ୍ଧେ? ତାହେଲେ ପରମ ପୁରୁଷ ତ ଦୂର କଥା, ଇଏ ପୁରୁଷ କିପରି? ପୁଣି କିଏ କହେ ଇଏ ପୁରୁଷ ନୁହଁ, ନାରୀ, ସାକ୍ଷାତ ଦକ୍ଷିଣ କାଳିକା। ତାରା ଯନ୍ତ୍ର ମହାଶେଷ ସୁଭଦ୍ରା ଭୁବନେଶ୍ୱରୀ, ଶ୍ୟାମା ଚକ୍ରେ ଜଗନ୍ନାଥ, ଦକ୍ଷିଣ କାଳିକା ସ୍ୱୟଂ। ତାହେଲେ ତାଙ୍କ ପାଦ ତଳେ ଶିବ କାହାନ୍ତି? ଏପରି ଖାଲି ପ୍ରଶ୍ନ ପରେ ପ୍ରଶ୍ନ ମୁଣ୍ଡକୁ ପାଗଳ କରିବା ପାଇଁ ଯଥେଷ୍ଟ। ତାହେଲେ ତ ଜଣେ ସାଧାରଣ ମଣିଷ ଶ୍ରୀମନ୍ଦିର ଆସିଲେ କେଉଁ ଦିଅ ଭାବି ସେ ଭକ୍ତି ଅର୍ଘ୍ୟ ଅର୍ପଣ କରିବ? ପୂର୍ବରୁ ସନ୍ଥ ତୁଳସୀ ଦାସ ଶ୍ରୀମନ୍ଦିର ଆସି ସେହି ରୂପରେ ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରି ପ୍ରସିଦ୍ଧ ରାମଚରିତ ମାନସ ଶ୍ରୀକ୍ଷେତ୍ରରେ ହିଁ ରଚନା କରିଛନ୍ତି। ଅନେକ ତ ରାଧାକୃଷ୍ଣଙ୍କ ଭକ୍ତ ଥିଲେ। ମଥୁରା ବୃନ୍ଦାବନ ନହେଲେ ସେ ଦ୍ୱାରିକାରେ ସେ ନିଜ ଆରାଧ୍ୟ ରାମଚନ୍ଦ୍ରଙ୍କୁ ଖୋଜିଥାନ୍ତେ, କିନ୍ତୁ ଶ୍ରୀକ୍ଷେତ୍ର କ'ଣ ପାଇଁ?
ସୁଦୂର ମହାରାଷ୍ଟ୍ରର ଗଣପତି ଭଟ୍ଟ ସେହି ଅଧାଗଢ଼ା ରୂପରେ ନିଜର ଇଷ୍ଟ ମହାଗଣେଶଙ୍କ ଦର୍ଶନ ପାଇଛନ୍ତି। ଆଚାର୍ଯ୍ୟ ଶଙ୍କର ଜଗଦ୍ଗୁରୁ ଯିଏ ମହାଶିବ ଭକ୍ତ, ସେ ସେହି ଅଧାଗଢ଼ା ରୂପରେ ପରମବ୍ରହ୍ମଙ୍କ ଦର୍ଶନ କରି ଜଗନ୍ନାଥ ଅଷ୍ଟକ ରଚନା କରିଛନ୍ତି। ସେଥିରେ ରାମା ଶମ୍ଭୁ ବ୍ରହ୍ମା ମରପତି ଗଣେଶ ଅର୍ଚ୍ଚିତ ପଦ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଅର୍ଥାତ୍ ଲକ୍ଷ୍ମୀ, ଶିବ, ଗଣେଶ ଇନ୍ଦ୍ରାଦି ସକଳ ଦେବ ସେହି ଅଧାଗଢ଼ା ଶରୀରର ପାଦକୁ ନିତ୍ୟ ବନ୍ଦନ କରନ୍ତି। ତନ୍ତ୍ରର ଅଧୀଶ୍ୱରୀ ମା ଜଗଜ୍ଜନନୀ ବିମଳା ଦେବୀ ସେହି ବେଢ଼ା ମଧ୍ୟରେ ଅବସ୍ଥାନ କରନ୍ତି ଓ ସେ ମଧ୍ୟ ସେହି ଅଧାଗଢ଼ା ଶରୀରର ଲାଗୁଥିବା ମହାପ୍ରସାଦକୁ ସସମ୍ମାନେ ଗ୍ରହଣ କରନ୍ତି। ତନ୍ତ୍ରଶାସ୍ତ୍ର ଅନୁଯାୟୀ ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ। ସେହି ଅଧାଗଢ଼ା ରୂପ ମା ବିମଳାଙ୍କ ଭୈରବ। ପୁଣି ସୁତରାଂ ସେହି ଅଧାଗଢ଼ା ରୂପ ହିଁ ବାସ୍ତବରେ ଜଗନ୍ନାଥ ନାମ ତଥା ପଦବାଚ୍ୟ ଅଟନ୍ତି। ଜୈନିକ ଭକ୍ତ ଯାହାର ବି ଆରାଧନା କରୁନା କାହିଁକି, କିନ୍ତୁ ଯଦି ତାହାର ଭକ୍ତି ତଥା ସମର୍ପଣ ତା ଇଷ୍ଟ ପ୍ରତି ନିଷ୍ଠାପର ଥିବ, ସେହି ଅଧାଗଢ଼ା ରୂପ ଜଗନ୍ନାଥ ତାକୁ ସେହି ରୂପରେ ଦର୍ଶନ ଦେବେ। ସେ ଜଗନ୍ନାଥ ନା ଦେବ ନା ଦେବୀ, ନା ନର ଗନ୍ଧର୍ବ ରାକ୍ଷସ କୀଟ ପଶୁ ଭୈରବ, କିନ୍ତୁ ସେ ହିଁ ସବୁକିଛି। ତେଣୁ ସେ ଜଗନ୍ନାଥ। ସେହି ଅଧାଗଢ଼ା ଶରୀର ହିଁ ପୂର୍ଣ୍ଣ ପରମବ୍ରହ୍ମ। ଏହିପରି ଆଉ ଉଦାହରଣ ଦେଇପାରିବେ କି? ଦେଉଳରେ ଦିଅଁ କେହି ବି ଥାଆନ୍ତୁ, ଯେଉଁଠାରେ ଭକ୍ତ ତାର ଇଷ୍ଟର ଦର୍ଶନ କରିପାରିବ। ଜଗନ୍ନାଥ ସର୍ବ ରହସ୍ୟମୟ ଠାକୁର, ସେଥିପାଇଁ ତାଙ୍କୁ ପ୍ରଭୁ ନୁହେଁ ମହାପ୍ରଭୁ କୁହାଯାଏ ଏବଂ ତାଙ୍କ ପାଖରେ ଅର୍ପିତ ନୈବେଦ୍ୟକୁ ପ୍ରସାଦ ନୁହେଁ ମହାପ୍ରସାଦ କୁହାଯାଏ। ସେହି ପରମବ୍ରହ୍ମଙ୍କ ମହାପ୍ରସାଦ ପାଇବା ପାଇଁ ମଣିଷ ତ ଛାର, ସ୍ୱୟଂ ଦେବା ଦେବୀ ମଧ୍ୟ ଲାଳାୟିତ। ଶ୍ରୀମଦ୍ ଭାଗବତ ମହାପୁରାଣରେ ଉଲ୍ଲେଖ ଅଛି ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ପାଇ ସ୍ୱୟଂ ଶିବ ଆନନ୍ଦିତ ହୋଇଛନ୍ତି ଏବଂ ଜଗନ୍ନାଥ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବରଦାନ ଦେଇଛନ୍ତି। ତେଣୁ ମା ବିମଳା ରୂପା ପାର୍ବତୀ ଶ୍ରୀମନ୍ଦିରରେ ସର୍ବପ୍ରଥମେ ମହାପ୍ରସାଦ ପାଇଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ, ଏହି ଚାରିଜଣଙ୍କୁ ନେଇ ହିଁ ଶ୍ରୀ ଜଗନ୍ନାଥ କୁହାଯାଏ। ଜଣକୁ ବାଦ୍ ଦେଲେ ବାକି ତିନିଜଣ ଅସ୍ତିତ୍ୱ ବିହୀନ ହୋଇଯାଆନ୍ତି। ଆଉ ଏହି ଚାରିଜଣଙ୍କ ଠାରୁ ଆଉ କେହି ବଡ଼ ନାହାନ୍ତି, ସେଥିପାଇଁ ତାଙ୍କୁ ବଡ଼ ଠାକୁର କହନ୍ତି। ଶ୍ରୀ ବଳଭଦ୍ର ମହାରୁଦ୍ର ସ୍ୱରୂପ, ସେ ସମସ୍ତ ଶିବଙ୍କର ବି ଶିବ। ଶ୍ରୀ ସୁଭଦ୍ରା ଏଠାରେ ଅର୍ଜୁନଙ୍କ ପତ୍ନୀ ସୁଭଦ୍ରା ନୁହନ୍ତି, ସେ ହେଉଛନ୍ତି ସାକ୍ଷାତ୍ ଆଦ୍ୟାଶକ୍ତି ଭୁବନେଶ୍ୱରୀ। ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ମହାବିଷ୍ଣୁ ସ୍ୱରୂପ। ଶ୍ରୀ ସୁଦର୍ଶନ ସାକ୍ଷାତ୍ ସୂର୍ଯ୍ୟ ନାରାୟଣ ସ୍ୱରୂପ। ଆଉ ମାଧବ ରୂପରେ ମହାଗଣେଶ ବିଦ୍ୟମାନ। ତେଣୁ ରତ୍ନ ସିଂହାସନରେ ପଞ୍ଚବ୍ରହ୍ମ ହିଁ ବିଦ୍ୟମାନ। ସେଥିପାଇଁ ଶ୍ରୀ ମହାପ୍ରଭୁମାନଙ୍କ ମହାର୍ଦ ବାକି ଶକ୍ତିପୀଠମାନଙ୍କରେ ଲାଗି ହୁଏ। ଯେଉଁମାନେ ସ୍ୱୟଂ ଜଗନ୍ନାଥ ତଥା ଜଗନ୍ନାଥ ସଂସ୍କୃତି ବିଷୟରେ ଜ୍ଞାନ ରଖିନାହାନ୍ତି, ସେମାନେ କିଛି ମାତ୍ରାରେ ବିରୋଧ କରୁଥିଲେ, କରୁଛନ୍ତି ଆଉ କରୁଥିବେ। ମାତ୍ର ସମୟ ଗଡ଼ି ଚାଲିବ, ସମୟ ସ୍ରୋତରେ ସମସ୍ତେ ହଜିଯିବେ, କିନ୍ତୁ ରତ୍ନ ସିଂହାସନରେ ମହାପ୍ରଭୁ ଆଉ ଇତିହାସରେ ସଚ୍ଚୋଟ ନିଷ୍ଠାପର ଭକ୍ତର ନାମ ଆଜି ମଧ୍ୟ ମହାପ୍ରଭୁଙ୍କ ନାମ ସହ ନିଆଯାଏ। ଜଗାର ଚକାଚକା ଆଖିରେ ପଲକ ନାହିଁ, ସେ ସାରା ବ୍ରହ୍ମାଣ୍ଡ ଅବଲୋକନ କରୁଛି, ଆଉ ତାରି ମାୟାରେ ପଡ଼ି ସବୁ ବାୟା ହେଉଛନ୍ତି, ଆଉ ହେଉଥିବେ ମଧ୍ୟ। ଆଉ ଜଗା ଏ ମାୟା ସଂସାରର ନାଟକୁ ଦେଖି ରତ୍ନ ସିଂହାସନରେ ଭାଇ ଭଉଣୀ ସହ ବସି ହସୁଥିବେ।